ଯେ ତପସ୍ୱୀରେ ସକାଳ ଆସୁଛି ଉଷା। କବି କହୁଛନ୍ତି ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ତୃଷା ଜାନକୀ ଦର୍ଶନ ତୃଷା ହୃଦୟ ବହି। ଏଠି ସେ ସମୟର କବିତାକୁ ଆଲୋଚନା କଲାବେଳେ ଆଲୋଚକ ମାନେ କହୁଛନ୍ତି ପ୍ରକୃତି ଭିତରେ ଜୀବନ ଅଛି, ପ୍ରକୃତିକୁ ଗୋଟେ ଚରିତ୍ର ଭାବରେ ଗ୍ରହଣ କରୁଛନ୍ତି। ପ୍ରକୃତି ଆସୁଛି, କିନ୍ତୁ ଏ ପ୍ରକୃତି ଆସୁଛି ଏକ ପାରମ୍ପରିକ ପ୍ରକୃତି। ଏ ପ୍ରକୃତି ଭିତରେ ଆଧୁନିକତା ନାହିଁ, କିନ୍ତୁ ଆଧୁନିକ ସମୟର କବିତା, ଆଧୁନିକ ଯୁଗର କବିତା ଆଲୋଚକ ମାନେ କହୁଛନ୍ତି ମୁଁ ଯାହା ଅନୁଭବ କରୁଛି ଏଥିରେ ଆଧୁନିକତା ନାହିଁ। ଆଜିର ଜୀବନରେ ଯେଉଁ ଯନ୍ତ୍ରଣା ରହିଛି, ଯେଉଁ ଏକାକିତ୍ୱ ରହିଛି, ଯେଉଁ କଷ୍ଟ ରହିଛି ସେ ସକାଳରେ ନାହିଁ। ସେଇ ସକାଳକୁ ଯେତେବେଳେ ସଚୀ ରାଉତରାୟ ତାଙ୍କର ସହର ତଳିର ଉଷା କବିତାରେ ପ୍ରକାଶ କରୁଛନ୍ତି, ସେ କହୁଛନ୍ତି ଆଜି ଏ ଉଷା ନୁହେଁ ସେଇ ଉଷା ଯାହା ଆଣେ ଜୀବନର ସ୍ୱାଦ ନବ ପ୍ରଲୋଭନ ଅଙ୍ଗେ ନବ ଉଷା। ଦେଖନ୍ତୁ ତଫାତଟା, ଗଙ୍ଗାଧରଙ୍କର ଆସୁଥିବା ଉଷା ଏବଂ ସଚୀ ରାଉତଙ୍କର ଉଷା। କବିତାର ଭାବ ପକ୍ଷ ହଉଛି ଏକାକିତ୍ୱ, ନିସଙ୍ଗତା, ଯନ୍ତ୍ରଣା, ବର୍ତ୍ତମାନର ରାଜନୀତି, ମୂଲ୍ୟବୋଧର ସ୍ଖଳନ, ନାରୀ, ନାରୀ ମନସ୍ତତ୍ୱ, ନାରୀ ଜୀବନଚର୍ଯ୍ୟା, ଖଳ ପ୍ରକୃତି, କ୍ଷମତା, ବିସ୍ଥାପନ, ଚରିତ କବିତା, ପ୍ରକୃତି, ଆଧ୍ୟାତ୍ମିକ ଆସ୍ପୃହା, ବିଭିନ୍ନ ବାଦ, ମାର୍କ୍ସବାଦ, ସମାଜବାଦ, ସ୍ଥିତିବାଦ, ଏସବୁ ବହୁତ କଥା ଶହ ଶହ ପକ୍ଷ ରହିଛି ଯାହାକୁ ଭାବ ଭାବରେ କବିତାରେ ଗ୍ରହଣ କରାଯାଇଛି। ସେଇଭଳି ଭାବରେ କଳା ପକ୍ଷରେ ଆମର ପାରମ୍ପରିକ ଭାବରେ ଆମେ ଦେଖିଛନ୍ତି ଯେ ଉପମା, ରୂପକ, ଯମକ, ଶ୍ଳେଷ, ବକ୍ରୋକ୍ତି ଯେମିତି ଥିଲା, ବର୍ତ୍ତମାନର କବିତାର କଳା ପକ୍ଷରେ ରହିଛି ଚିତ୍ରକଳ୍ପ, ପ୍ରତୀକ, ରୂପକ, ମେଟାଫର, ମିଥ୍, ଲୋକକଥା, ଲୋକଗୀତ, ଏଇସବୁ ପ୍ରବାଦ, ପ୍ରବଚନ, ଏସବୁ କବିତାରେ ଆଜିର ଜୀବନକୁ ବୁଝିବା ପାଇଁ ଏସବୁର ପ୍ରୟୋଗ କରାଯାଉଛି। ଏଣୁ କବିତାରେ ମୁଁ ଗୋଟେ ପାର୍ଥକ୍ୟ ଦେଖେଇଛି ସକାଳ ଉପରେ। ଏବେ ଆମେ ଆଉ ଗୋଟେ ବିଭାଗ ଦେଖିବା, ନାରୀ। ସେଇ ତପସ୍ୱିନୀର ସୀତା କେତେ ପ୍ରତିବ୍ରତା ଏବଂ ମୁଁ ତ ନୁହ ଦଗ୍ଧ ହେଲେ ହୋଇବ କ୍ଷାର, ତାହାକୁ କରାଇବ ପାଦପେ ସାର, ତାପରେ ସେଇ ପାଦପର ଗଣ୍ଡିକୁ ନେଇ କରିବ କଠଉ, ତାକୁ ରାମଚନ୍ଦ୍ର ପିନ୍ଧିବେ। ଏଇ ଯୋଉ ପ୍ରତିବ୍ରତା ନାରୀ, ତାକୁ ଯେତେବେଳେ ଆଲୋଚନା କରାଯାଉଛି ଆଧୁନିକ କବିତାରେ, ସେତେବେଳେ ଆମେ ତ ଆଧୁନିକ ଜୀବନ ଯାତ୍ରାକୁ ଆଜିର ସମୟକୁ ଆସୁଛନ୍ତି, ସେତେବେଳେ ଗୁରୁପ୍ରସାଦ ମହାନ୍ତି ଏଇ ନାରୀକୁ କହୁଛନ୍ତି, ନାରୀ ଚରିତ୍ରକୁ ତାଙ୍କର ଅଳକା ସାନ୍ୟାଲ କବିତାରେ, ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜର ବୋତାମ, ଚା ଦାଗ ତୁମେ ଧୁଅ ସେମିଜିରୁ ଗରମ ପାଣିରେ, ତୁମେ ପୁଣି କଥା କୁହ ମୁହଁ ପୋତି ଟେବୁଲ ସେପାଖେ, ତୁମେ ପୁଣି ଉଠି ଆସ ଆସ୍ତେ ବସ ପାଖ ଚୌକିରେ। କେତେ ପାର୍ଥକ୍ୟ, ଯୋଉଠି ହେଲ୍ ଆଣ୍ଡ ହେଭେନ୍, ମାନେ ମର୍ତ୍ତ୍ୟରୁ ସ୍ୱର୍ଗ ପର୍ଯ୍ୟନ୍ତ ନାରୀର ଚିନ୍ତାଧାରାର ଚେତନାର ଏ ପାର୍ଥକ୍ୟ। ଏଣୁ ବର୍ତ୍ତମାନର କବିତା ଏଇ ଯୋଉ ପାର୍ଥକ୍ୟ ସବୁ ଦେଖଉଛି, ଆଜିର ଜୀବନକୁ ସେ ଯୋଉଭଳି ଭାବରେ ଦେଖଉଛି ଯେ ଯେମିତି ଆଉ ଇନ୍ଦ୍ରଧନୁର ରଙ୍ଗ ଆଜିର ମଣିଷକୁ ମଗ୍ନ କରିପାରୁନାହିଁ। ଆଜିର ମଣିଷ ଦେଖୁଛି ଜୀବନରେ ଧୁ ଧୁ ଖରା ବେଳ। ସେଇଥିପାଇଁ ଭାନୁଜ ରାଓ ତାଙ୍କର ନଈ ଆରପାରି କବିତାରେ ଦର୍ଶଉଛନ୍ତି ଯେ ଏପାରିରେ ଇନ୍ଦ୍ରଧନୁ ମରିଯାଏ ଏନ୍ତୁଡ଼ି ଶାଳରେ, ମଣିଷର କ୍ଷୁଧା
କ୍ଷୋଭ ଆଉ ଯେତେ ପୁରାତନ ପାପ ତଣ୍ଟି ଚିପି ରୁନ୍ଧି ଦିଏ ଘନିଷ୍ଠ ଛାଇକୁ ବାରମ୍ବାର ଏପାରିରେ ଝୁଲୁଥାଏ ଏପାରିରେ ଝୁରୁଥାଏ ଏକାକୀ ଚକୋରୀ। ଏଣୁ ଜୀବନ ଯାତ୍ରାର ଇଏ ଯେଉଁ ରହିଛି ଗୋଟେ ଲମ୍ବା ରାସ୍ତା, ଏ ଲମ୍ବା ରାସ୍ତାରେ ଆଧୁନିକ ଜୀବନ ଯାତ୍ରାରେ ବର୍ତ୍ତମାନ ସମୟରେ ମଣିଷର ଯେଉଁ ନିସଙ୍ଗତା, ଯେଉଁ ଏକାକିତ୍ୱ, ଯେଉଁ ମୃତ୍ୟୁ ପ୍ରତି ଗୋଟେ ଜୀବନର ଯେଉଁ ଆହ୍ୱାନ, ଆଉ ମଣିଷ ମୃତ୍ୟୁକୁ ଡରୁନି। ପ୍ରତ୍ୟେକ ମୁହୂର୍ତ୍ତରେ ସେ ଜାଣିଛି ମରୁଛି ବୋଲି। ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ମରୁଛି, ଏଣୁ ତାର ମୃତ୍ୟୁକୁ କାହିଁକି ଭୟ ଆସିବ? ଏଣୁ ତା ଜୀବନର ଗୋଟେ ଅଂଶ ହେଇଗଲାଣି ମୃତ୍ୟୁ। ସେଇଥିପାଇଁ ରମାକାନ୍ତ ମଧ୍ୟ ଗୋଟେ କବିତାରେ କହିଛି, ମୃତ୍ୟୁ କଣ? ହଠାତ୍ ଅଚଳ ବଢି ଯାଉଥିବା ଚକ, ମୃତ୍ୟୁର ଆଲୋକ ନାହିଁ, ବନ୍ଧୁତା ନାହିଁ, କି ଶତ୍ରୁତା ବି ନାହିଁ, ଶୁଭ କି ଅଶୁଭ କୌଣସି ସଂକେତ ନାହିଁ। ଏଣୁ ମୃତ୍ୟୁ ଗୋଟେ ପାରମ୍ପରିକ ଭାବରେ ଏ ମଣିଷ ପାଖକୁ ଆସୁଛି। ଏ ମଣିଷ କିନ୍ତୁ ଏ ମୃତ୍ୟୁକୁ ଆଉ ଭୟ କରୁନି। ଏଇ ଯୋଉ ଜୀବନ ଯାତ୍ରା ଆଜିର ମଣିଷ, ତା ଭିତରେ କବିତାର ଭାବ ପକ୍ଷ ବଦଳି ଯାଇଛି ଏବଂ କବିତାର ବୁଣାଟ, ଏ କଳା ପକ୍ଷ ଯୋଉଟା ହଉଛି କବିତାର ବୁଣାଟ, ଷ୍ଟାଇଲ, ଶୈଳୀ, ଏ ଯୋଉ ଚିତ୍ରକଳ୍ପର ଶୈଳୀ, ପ୍ରତୀକର ଶୈଳୀ, ରୂପକର ଶୈଳୀ, ଏ ଯୋଉଗୁଡା ସବୁ ଆସୁଛି ମିଥ୍। ଆମେ ପୁରୁଣା ପରମ୍ପରାକୁ ଆଜି ବି 5,000 ବର୍ଷ ତଳର ପୁରୁଣା ପରମ୍ପରାକୁ ଆମ କବିତାରେ ଆମେ ରୂପ ଦଉଛନ୍ତି ଆମ ଭାବନା ଭିତରେ ନୂଆ କରିକି। ଏଣୁ ତା ଭିତରେ ଏଇ ଯୋଉ ସେଟା ହଉଛି ଭାରତୀୟ ଜ୍ଞାନ ପରମ୍ପରା। ଭାରତୀୟ ଜ୍ଞାନ ପରମ୍ପରାରେ ତନ୍ତ୍ର ମନ୍ତ୍ର, ଜ୍ୟୋତିଷ ଶାସ୍ତ୍ର, ପ୍ରବାଦ, ପ୍ରବଚନ, ଏଇ ସବୁ ଯୋଉ କଥା ରହିଛି, ଆମେ ଆକୁ ମଧ୍ୟ ଆଧୁନିକ ଜୀବନରେ ସ୍ଥାନିତ କରି ଆମେ ସେଇ ପୁରୁଣା କଥାକୁ ନୂଆ ଭାବରେ ଆମେ ଉପସ୍ଥାପନ କରୁଛନ୍ତି। ଯେମିତି ଆଜିର ମଣିଷର ସ୍ୱପ୍ନ, ଆଜିର ମଣିଷର ସ୍ୱପ୍ନ କିଭଳି ଭାବରେ ମରିଯାଉଛି। ବର୍ତ୍ତମାନର କବି ଆମର ଅଛନ୍ତି ଯେ ଅଭୟ ନାୟକ। ଅଭୟ ନାୟକ କହୁଛନ୍ତି, ରଞ୍ଜାରେ ଲମ୍ବିଥିବା ସ୍ୱପ୍ନ ସବୁ ବୋମା ବିଧ୍ୱସ୍ତ। ସ୍ୱପ୍ନ ସବୁ ମରି ଯାଉଛନ୍ତି, ସ୍ୱପ୍ନ ସବୁ ଆଉ ନୂଆ ନୂଆ ସ୍ୱପ୍ନ ଆମକୁ ଉତ୍ସାହିତ କରିପାରୁନାହାନ୍ତି। ସାଧବ ବୋହୁ ପାଦରେ କବିତା ଧୂଳିସାତ, ସୋରିଷ ଫୁଲ କିଆରୀରେ କମାଣର ଗନ୍ଧ, ଯୁଦ୍ଧରତ କୁଟୁମ୍ବ ମେଳରେ ଜ୍ଞାତିଙ୍କର ଆତଙ୍କବାଦୀ। ଏଣୁ ଜୀବନଟା ଆଜି କିଭଳି ଭାବରେ ହେଇଯାଇଛି, ଜାପାନୀ କାଗଜ ଫୁଲ ପରି ଦେହ। ଏଣୁ ତା ଉପରେ ଜମି ଯାଇଛି ବୟସର ଧୂଳି। ପ୍ରତିଭା ନାୟକ, କବିତାଟି ହଉଛି ସଚୀ ରାଉତରାୟଙ୍କର। ସେମିତି ପ୍ରତିଭା ସତ୍ପଥୀଙ୍କର ଗୋଟେ କବିତାରେ କହିଛନ୍ତି, ତାରା ମାନେ କାଚର ଟୁକୁରା। ଏ ତାରା ନୁହନ୍ତି, ଇଏ ମନ ଭିତରେ ଆଉ ସେମିତି କିଛି ନୂଆ କଥା, ନୂଆ ଭାବନା, ନୂଆ ଉଦ୍ବେଳନ ଆଣି ପାରୁନାହାନ୍ତି। ଏଗୁଡ଼ା ସବୁ ଯେମିତି କାଚର ଟୁକୁରା। ବିସ୍ତୀର୍ଣ୍ଣ ନୀଳ ଚଟାଣ ଆକାଶଟା କୋଟି କୋଟି ଗ୍ଲାନି ଏବଂ ପରାଜୟ ଅତିକାୟ ଜାନୁଆର ଭଳି ମୋ ପିଠିରେ ଲାୟୁ ହୋଇ ନୟନ୍ତକ କଲା। ତେଣୁ ଏଇ ଯୋଉ ଜାନୁଆର ଭଳି ଗ୍ଲାନି ପରାଜୟ ଆମରି ପିଠିରେ ଆଜି ଲାଉ ହେଇକି ଚାଲିଛନ୍ତି। ମଣିଷ ସେଇ କଷ୍ଟରେ ଆଜିର ଜୀବନକୁ ଯନ୍ତ୍ରଣାମୟ ଏବଂ ଅତ୍ୟନ୍ତ କଠିନ ଭାବରେ ଗ୍ରହଣ କରୁଛି। ସେମିତି ଭାନୁଜରାୟ ଏଇ ତାରା ମାନଙ୍କୁ ନେଇକି କହିଛନ୍ତି ଯେ ଆକାଶର ଅଗଣିତ ଚିହ୍ନା ଲଣ୍ଠନ ତାରା ହୋଇ ମାଳା ପରି ଝୁଲେ। ଚିନ୍ତାରେ ଆମେ ଏବେ ଯେମିତି ସବୁ ବିଭିନ୍ନ ବିବାହ ପର୍ବପର୍ବାଣୀରେ ଆମେ ସବୁ ଲିଚୁ ଲାଇଟ ଜଳାଉଛନ୍ତି, ସେମିତି ଆକାଶ ସାରା ଅଗଣିତ ଚିହ୍ନା ଲଣ୍ଠନ, ସେ ଚାଇନା ଲଣ୍ଠନ, ତାରା ଗୁଡା ସବୁ ହଉଛନ୍ତି ଚାଇନା ଲଣ୍ଠନ। ସେଟା ସବୁ ମାଳା ହେଇକି ଆକାଶରେ ଝୁଲୁଛି। ଏ ଯୋଉ ନୂଆ ଭାବନା, ଇଏ କବିତାର ନୂଆ ଭାବନା, ନୂଆ ଟେକ୍ନିକ, ନୂଆ ଶୈଳୀ, ନୂଆ ସଂଯୋଜନା, ଏଗୁଡା ସବୁ ନୂଆ ରୂପକ। ସେମିତି ମୃତ୍ୟୁକୁ କୁହାଯାଉଛି ଯେ ମୃତ୍ୟୁ ଏକ ଚପଳ ବାଳକ, ବଙ୍କା ବଙ୍କା ଅକ୍ଷରରେ ବାଜେ କଥା ଲେଖୁଛି କାନ୍ଥରେ। ରମାକାନ୍ତ ରଥ କହିଛନ୍ତି ତାଙ୍କର ଗ୍ରୀଷ୍ମ ଋତୁରେ ରେଳ ଯାତ୍ରା କବିତାରେ। ସେମିତି ମୁଁ ଯେତେବେଳେ ଲେଖିଲି ମାଳିସାହି, ହଁ ମାଳିସାହି କବିତା,
ମୋର ଏକା ଏକା ଦିନ କବିତା ବହିରେ ସେ କବିତାଟି ଅଛି। ସେଠି ମାଳିସାହି ସେତେବେଳେ ଥିଲା 1985-86 ମସିହାରେ, ଯୋଉଠି ଦେହଜୀବୀ ମାନେ ରୂପଜୀବୀ ମାନେ ରହୁଥିଲେ।